ଜୟ ବାବା ଲିଙ୍ଗରାଜ। ଆପଣମାନେ କେବେ ବାବା ଲିଙ୍ଗରାଜଙ୍କର ଚାପ ଖେଳ ଦେଖିଛନ୍ତି କି? ଯଦି ନା, ତେବେ ଆସନ୍ତୁ ବିନ୍ଦୁସାଗରରେ ବାବା ଲିଙ୍ଗରାଜଙ୍କର ଚାପ ଖେଳ ହେଉଛି। ଏହି ଖେଳ 22 ଦିନ ଧରି ସବୁବେଳେ ଚାଲେ। ଏହି ପର୍ବରେ ମହାରାଣା ସେବାୟତମାନେ ବାବା ଲିଙ୍ଗରାଜଙ୍କ ପାଇଁ ଏକ କାଠର ଡଙ୍ଗା ପ୍ରସ୍ତୁତ କରିଥାନ୍ତି, ଯେଉଁ ଡଙ୍ଗାକୁ ଚାପ ଡଙ୍ଗା ମଧ୍ୟ କୁହାଯାଏ। ଏହି ଚାପ ଖେଳ ଦେଖିବା ପାଇଁ ବହୁତ ମାତ୍ରାରେ ଭିଡ଼ ହୁଏ। ଏହା କାରଣ ଏହା ଏକ ପବିତ୍ର ଯାତ୍ରା। ବାବା ଲିଙ୍ଗରାଜ ପାଣିର ମଜା ନିଅନ୍ତି। ଚାପ ଖେଳର ଅନ୍ୟ ନାମ ମଧ୍ୟ ଚନ୍ଦନ ଯାତ୍ରା। ଏହି ଯାତ୍ରା ଦେଖିବାକୁ ବହୁତ ଦୂରରୁ ଲୋକ ମଧ୍ୟ ଆସନ୍ତି। ଏହି ଯାତ୍ରାରେ ବାବାଙ୍କର ଚାପ ଖେଳର ମଜା ନିଅନ୍ତି। ଏହି ଚନ୍ଦନ ଯାତ୍ରାଟି ଆଜିକାଳର ଯାତ୍ରା ନୁହେଁ, ଏହା ବହୁତ ପୁରାତନର ଯାତ୍ରା। ଏହା ବିନ୍ଦୁସାଗରରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ। ବିନ୍ଦୁସାଗର ମାନେ ବିନ୍ଦୁରୁ ସାଗର, ତେଣୁ ଏହା ଏକ ପବିତ୍ର କୁଣ୍ଡ। ଯେତେବେଳେ ବି ଲିଙ୍ଗରାଜ ମନ୍ଦିର ଆସୁଛନ୍ତି, ବିନ୍ଦୁସାଗର ନିଶ୍ଚିନ୍ତ ଆସନ୍ତୁ ଆଉ ବୁଲିକି ଯାଆନ୍ତୁ। କିନ୍ତୁ ଏହି ଚନ୍ଦନ ଯାତ୍ରା ସମୟରେ ବିନ୍ଦୁସାଗର ନିହାତି ଆସିବା ଦରକାର। ଜୟ ବାବା ଲିଙ୍ଗରାଜ। ଭଗବାନ ସମସ୍ତଙ୍କୁ ଭଲରେ ରଖିଥାନ୍ତୁ।